ଏଠାରେ ସମ୍ମାନନୀୟ ସଭାପତି ପୂଜ୍ୟ ବୃନ୍ଦ ଏଠାରେ ଉପସ୍ଥିତ ଛୋଟ ବଡ଼ ଭାଇ ଓ ଭଉଣୀମାନେ ଏବଂ ଅତିଥିଗଣ, ଆଜି ହେଉଛି ଜାନୁଆରୀ ମାସ 26 ତାରିଖ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ। ଏହି ପବିତ୍ର ଦିବସରେ ମୋତେ କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। 1947 ମସିହା ଅଗଷ୍ଟ 15 ତାରିଖ ଦିନ ଆମ ଦେଶ ସ୍ୱାଧୀନ ହୋଇଥିଲା। ଏକଥା ଆମେ ସମସ୍ତେ ଜାଣିଅଛୁ, କିନ୍ତୁ ଆମ ଦେଶକୁ ସୁଚାରୁ ରୂପେ